ଶ୍ରୀମଦ୍ଭାଗବତ। ଓಂ ବାସୁଦେବ ନାରାୟଣ ନମଃ। ବାସୁଦେବଙ୍କ କୃପା ଆପଣଙ୍କ ଉପରେ ସଦା ସର୍ବଦା ଥାଉ। ଆଶା କରେ ଆପଣମାନେ ଭଲରେ ଥିବେ। ଶ୍ରୀମଦ୍ ଭାଗବତ ମହାପୁରାଣ ପାଠ ଆପଣମାନଙ୍କୁ କେମିତି ଲାଗୁଛି କମେଣ୍ଟ କରନ୍ତୁ, ଲାଇକ୍ କରନ୍ତୁ, ବନ୍ଧୁମାନଙ୍କ ପାଖକୁ ସେୟାର କରନ୍ତୁ। ଯଦି ବା କିଛି ପାଠ କରିବାରେ ଭୁଲ ଥାଏ କ୍ଷମା କରିବେ। ଆସନ୍ତୁ ଶୁଣିବା ଶ୍ରୀମଦ୍ ଭାଗବତ ମହାପୁରାଣ ପ୍ରଥମ ସ୍କନ୍ଦ ଚତୁର୍ଦ୍ଦଶ ଅଧ୍ୟାୟ। ଜୟ ଜଗନ୍ନାଥ। ଓಂ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଦ ଚତୁର୍ଦ୍ଦଶ ଅଧ୍ୟାୟ। ଚଉଦେ ନାନାଦି ଅରିଷ୍ଟି ଦେଖିଣ ବ୍ୟାକୁଳ ଯୁଧିଷ୍ଠି। ଅର୍ଜୁନ ମୁଖରୁ ଶୁଣିଲେ ଶ୍ରୀକୃଷ୍ଣ ଲୀଳା ସମ୍ବରିଲେ। ସୁତ ଉବାଚ ଅର୍ଜୁନ ରାଜାର ବଚନେ। ଗଲା ଯେ ଦ୍ୱାରକା ଭୁବନେ। ବନ୍ଧୁ ବାନ୍ଧବ ତୁଷ ଆସେ। ସ୍ନେହ ଜଡ଼ିତ ମୋହ ପାଶେ। ମାୟା ମନୁଷ୍ୟ ରୂପେ ହରି। ଛଦ୍ରମେ ଗୃହ ବାସ କରି। ସଂସାର ଯାର ଖେଳ ଘର। ବ୍ରହ୍ମା ଶଙ୍କରେ ଅଗୋଚର। ବିଚାର ତାର ଜାଣିବାରେ। ମିଳିଲା ଦ୍ୱାରକା ନଗରେ। କେତେ ହେଁ ମାସ ତହିଁ ରହି। କୃଷ୍ଣର ପାଦେ ଚିତ ଦେଇ। ଏମନ୍ତେ ଗଲା ଦିନା କେତେ। ଚଞ୍ଚଳ ଯୁଧିଷ୍ଠିର ଚିତେ। ଅର୍ଜୁନ ନ ମିଳିଲା ପାଶେ। ଘୋର ଅଦ୍ଭୁତ ଦେଖେ ତ୍ରାସେ। କାଳର ଗତି ବିପରୀତ। ଅଧର୍ମେ ପ୍ରାଣୀଙ୍କର ଚିତ। ପାପ ଆଚାର କଲେ ଦମ୍ଭେ। ଯନ୍ତ୍ରିତ କାମ କ୍ରୋଧ ଲୋଭେ। ମିତ୍ର ସୁହୃଦ ଶଠମତି। ପିତା ମାତା ଯେ ଭ୍ରାତା ଜ୍ଞାନ୍ତି। ସ୍ୱାମୀ ଭାରିଜା ପୁତ୍ର ମେଳେ। ରାତ୍ରି ଦିବସ କଳି କଲେ। ନିରତେ ଅରିଷ୍ଟ ସୂଚକ। ପ୍ରକାଶ ହୋଇଲା ଅନେକ। ପାପ ପ୍ରକୃତି ପ୍ରାଣୀଙ୍କର। ଦେଖି ଚକିତ ନୃପବର। ଭୀମସେନକୁ ରାଇ ପାଶେ। କହନ୍ତି ଆପଣା ବିଶ୍ୱାସେ। ଯୁଧିଷ୍ଠିର ଉବାଚ ଅର୍ଜୁନ ଦ୍ୱାରକା ଭୁବନେ। ଗଲା ବାନ୍ଧବ ଦର୍ଶନେ। କୃଷ୍ଣ ମହିମା କୃଷ୍ଣ ସଙ୍ଗେ। ଜାଣିବା ପାଇଁ ନାନା ରଙ୍ଗେ। ଏବେ ଶପଥ ମାସ ଗଲା। ତେବେ ହେଁ ଅର୍ଜୁନ ନଇଲା। କିବା କେବଳ ବିପରୀତ। ତେଣୁ ଚଞ୍ଚଳ ମୋର ଚିତ। କି ହେତୁ ମୋର ପାଶ ଛାଡ଼ି। ଅର୍ଜୁନ ରହେ ଲୋଭ ବଢ଼ି। ଏହା ତ ଜାଣି ନ ପାରଇ। ଭये ବ୍ୟାକୁଳ ମୋର ଦେହି।
ନାରଦ କହି ଗଲେ ମୋତେ ସେ କାଳ ହେଲା ବା ପ୍ରାପତେ କ୍ରୀଡ଼ାର ଶରୀର ଉଚ୍ଛନ କିବା ଇଚ୍ଛିଲେ ଭଗବାନ ସେ ହରି ସ୍ନେହେ ଅପ୍ରମାଦେ ମୁଞ୍ଜେ ବସିଲି ରାଜପଦେ ଦାରା ସମ୍ପଦ ପ୍ରାଣ ମୋର ସର୍ବମଙ୍ଗଳ ଦାମୋଦର ସକଳ ରାଜା ମୋର ପାଦେ ଖଟନ୍ତି ଯାହାର ପ୍ରସାଦେ ତାହାର ଭଲେ ଭଲ ମୋର ସେ ହରି ଶରଣ ସୁଦର ଦେଖ ପ୍ରତ୍ୟକ୍ଷେ ବୃକୋଦର ଦିଶେ ଆକାଶ ଅନ୍ଧକାର ବିବିଧ ଉତ୍ପାତ ଗଗନେ ତେଣୁ ସଂଶୟ ମୋର ମନେ ଭୂମି ଆକାଶ ପ୍ରାଣୀ ମନ ଭये କମ୍ପନ୍ତି ଛନ ଛନ ମୋହର ମନ ବୁଦ୍ଧି ଚିତେ କମ୍ପେ କଦଳି ଯେହ୍ନେ ବାତେ ଅରିଷ୍ଟ ସୂଚକ ସ୍ୱଭାବ ଏ ଯେ ନିକଟେ ଦୁଃଖ ଦେବ ଉରୁଲୋଚନ ବାହୁମାନ ବାମ ମୋ ସ୍ଫୁରେ ଘନ ଘନ ଭୟ କମ୍ପଇ ମୋ ଶରୀର ଦେଖ ପ୍ରତ୍ୟକ୍ଷେ ବୃକୋଦର ରବି ଉଦୟ କାଳେ ଆସି ଶୃଗାଳ ଯୁଥେ ଯୁଥେ ବସି ପୂର୍ବ ଦିଗକୁ ମୁଖ କରି ବଦନୁ ଅନଳ ଉଦ୍ଗାରି କରନ୍ତି ଭୟଙ୍କର ନାଦ ଏସେ ସୂଚକ ପରମାଦ କୁକୁର ମୋର ମୁଖ ଚାହିଁ ନିର୍ଭୟେ ରୋଦନ କରଇ ଶୃଗାଳେ ମୋର ବାମ ଭାଗେ ବେଗେ ପଳାନ୍ତି ଦକ୍ଷ ମାର୍ଗେ ଆବର ଶୁଭେ ପଶୁ ଯେତେ ମୋତେ ଭଜନ୍ତି ବିପରୀତେ ଏ ମୋର ଗଜ ଅଶ୍ଵ ଯେତେ ମୋତେ ଚାହାନ୍ତି ଅଶ୍ରୁ ନେତ୍ରେ ଯମର ଦୂତ ପ୍ରାୟ ଆସି ଉଲ୍ଲୁକ ମୋର ଆଗେ ବସି ଶବଦେ କମ୍ପାଏ ମେଦିନୀ ମୋର ଚାହାନ୍ତେ ନୁହେଁ ତୁନି ପ୍ରତି ଉଲ୍ଲୁକ ମୁଖରାବେ ରାବଇ ଭୟଙ୍କର ଭାବେ ଏହାଙ୍କର ବେ ଶୂନ୍ୟମହି ପ୍ରଜାଏ ନ ରହିବେ କେହି ଦେଖ ଏ ଧୂମ ଦଶ ଦିଶେ ଅନ୍ଧାର ପ୍ରାୟ ମହି ଦିଶେ ପର୍ବତ ତୁଲେ ବସୁନ୍ଧରୀ କମ୍ପଇ ଘୋର ନାଦ କରି ନିର୍ମେଘେ ନିର୍ଘାତ ଶୁଭଇ ବିଜୁଳି ତେଜ ଝଟକଇ ବାୟୁ ବହଇ ଖରତର ଧୂଳିରେ ଦିଗ ଅନ୍ଧକାର ରୁଧିର ବରସନ୍ତି ମେଘେ ଆମିଷ ଗନ୍ଧ ସର୍ବଦିଗେ ସୂର୍ଯ୍ୟର ଦେହେ ନାହିଁ ତେଜ
দেখ আকাশে গ্রহ যুদ্ধ দিগে দিশন্তি ভূতগণে যেহ্নে পূরিত অগ্নিবাণী ক্ষুভিত দিশে নদী নদ କରନ୍ତି ସିନ୍ଧୁ ପ୍ରାୟ ନାଦ ଜନ୍ତୁଙ୍କ ମନ ସେହି ମତେ ଅଦ୍ଭୁତ ପୁରିଲା ଜଗତେ ଅନଳ ଲିଭେ ଘୃତ ଧାରେ କାଳ କି ପ୍ରବେଶ ସଂସାରେ ବଶ୍ଚାନ କରେ କ୍ଷୀରପାନ ଗାଈ ନ କରେ କ୍ଷୀର ଦାନ ତୃଣ ନ ଚରି ଅଶ୍ରୁମୁଖେ ବୃଷଭ ଗୋଷ୍ଠେ ରହେ ଦୁଃଖେ ହରସେ ନ ପରଇନାଦ ଦେଖ ଅଦ୍ଭୁତ ପରମାଦ ଦେବତା ପ୍ରତିମା ଚଞ୍ଚଳେ ରୋଦନ୍ତି ତନୁ ଘର୍ମ ଜଳେ ଏ ଜନପଦ ଗ୍ରାମମାନ ନଗର ଆବର ଉଦ୍ୟାନ ବନ ଆଶ୍ରମେ ଯେତେ ଜନେ ମୁହିଁ ଯା ଦେଖଇ ନୟନେ সর্বে দিশন্তি হতশিরি চল চঞ্চল বনগিরি বাহ্য অন্তর সর্বচাহি মুহিয়ে মন্ত বিচারই শ্রীকৃষ্ণ পাদ লাগি মহি অতি সুন্দর বিরাজই সে পাদ কিবা শূন্যে গলা অবনী এমন্ত দিশিলা সুত উবাচ এমন্ত কহু ভীম আগে ধর্মনন্দন উদবেগে ভয়ে কম্পন্তি ছন ছন তক্ষণে মিলিলা অর্জুন রাজা চরণ তলে পড়ি অজ্ঞানী নমস্কার হুড়ি লোচনু বহে অশ্রু জল দেহে ব্যাপিছি শ্রম ঝাল অর্জুন দেখি ধর্মসূত তক্ষণে ছাড়ি ভীম হস্ত নিস্তেজ দেখি তার গাত্র ব্যাকুলে হৃদয় কম্পিত বন্ধু সুহৃদ মধ্যে থাই পুছন্তি অর্জুনকু চাহি নারদ বচন সুমরি অন্তরে চিন্তি নরহরি অর্জুন মুখ চাহি ভণি ছনবদনে নৃপমণি যুধিষ্ঠির উবাচ শুণ অর্জুন সাবধানে দ্বারকাপুরে বন্ধুজনে সুখে অছন্তি না সমস্তে যাদব বংশ শপতে সুরমোহর মাতামহ সে ভলে অছন্তি কি কহ মাতুଳ ଅକ୍ରୂରର ତୁଲେ ସ୍ୱଗୃହେ ଅଛନ୍ତି ନା ଭଲେ ଦେବକୀ ଆଦି ନାରୀ ଯେତେ ସୁଖେ ଅଛନ୍ତି ନା ସମସ୍ତେ
ଦେବକ ଉଗ୍ରସେନ ଦୁଇ ଭଲେ କିଛନ୍ତି ବେନି ଭାଇ ଜୟନ୍ତ ଗଦ ଯେ ସାରଣ ଏ ଆଦି ମାତୁଳ ନନ୍ଦନ ଶାମ୍ବ ସାତ୍ୟ କି ହଳଧର କହ କୁଶଳ ତାହାଙ୍କର ଯାଦବ ବଂଶେ ମହାରଥ ପ୍ରଦ୍ୟୁମ୍ନ ରୁକ୍ମିଣୀର ସୁତ ତାର କୁମର ଅନିରୁଦ୍ଧ ଅତି ଗମ୍ଭୀର ମହାଯୋଧ ସୁଷେଣ ସୁମିତ୍ର ସହିତେ ଭଲେ କହିଛନ୍ତି କୃଷ୍ଣ ସୂତେ ଋଷଭ ଆଦି ମହାବୀରେ ସୁଖେ କି ଅଛନ୍ତି ନଗରେ ଗୋବିନ୍ଦ ଅନୁଚର ଯେତେ ସୁଖେ ଅଛନ୍ତି ନା ସମସ୍ତେ ସୁନନ୍ଦ ନନ୍ଦ ଆଦି ଯେତେ ଉଦ୍ଧବ ମନ୍ତ୍ରୀର ସହିତେ ରାମ ଗୋବିନ୍ଦ ଭୁଜାଶ୍ରୀତେ ସର୍ବେ ଅଛନ୍ତି ଟିକି ସୁସ୍ତେ ନିଶ୍ଚିନ୍ତେ ଭୁବନେ ଅଛନ୍ତି ଆମ୍ଭ କୁଶଳ ପଚାରନ୍ତି କରୁଣା ସିନ୍ଧୁ ନନ୍ଦବାଳ ବ୍ରାହ୍ମଣ୍ୟ ଭକତ ବତ୍ସଳ ବନ୍ଧୁ ବାନ୍ଧବ ତୁଲେ ବସି ସୁଧର୍ମା ମଧ୍ୟେ ବ୍ରହ୍ମରାଶି ଲୋକମଙ୍ଗଳ କ୍ଷମ ଅର୍ଥେ ଯାହାର ଜନ୍ମ ଏ ଜଗତେ ସେ ହରି ଅଛନ୍ତି ନା ଭଲେ ରୋହିଣୀ ସୁତ ରାମ ତୁଲେ ଯାହାର ଭୁଜ ଆଶ୍ରା କରି ଯାଦବେ ବିଷ୍ଣୁ ତେଜ ଧରି ମହାପୁରୁଷ ଯୋଗ ବନ୍ଧେ କ୍ରୀଡ଼ନ୍ତି ପରମ ଆନନ୍ଦେ ଯାର ଚରଣେ ସେବା କରି 16,000 କୃଷ୍ଣ ନାରୀ ସତ୍ୟାର ଛଳେ ଇନ୍ଦ୍ରଜିଣୀ ନନ୍ଦନ ବନୁ ଚକ୍ରପାଣି ଲୀଳାରେ ଜିଣି ସଚିନାଥ ବଳେ ଉପାଡ଼ି ପାରିଜାତ ଯାହା ବିଳସେ ଇନ୍ଦ୍ର ନାରୀ ସେ ପୁଷ୍ପ ବିଷ୍ଣୁ ତେଜେ ହରି ସହସ୍ରେ ଶାଖା ପରିମାଣି ନାରୀଙ୍କି ଦେଲେ ଚକ୍ରପାଣି ଯାହାର ଭୁଜ ଦଣ୍ଡ ବଳେ ଯଦୁ ପ୍ରବୀରେ ମହିତଳେ ନିର୍ଭୟେ ଜଗତେ ଭ୍ରମନ୍ତି ପାଦେଷୁ ଧର୍ମା ଆକ୍ରମନ୍ତି हे भ्रात शुण महाभुज तुमर दिशु हत वीर्ज लभिला वस्तु केणे गला तोते अवज्ञा केबा कला चिरब्रवासे दुख चिंता तेणु बादिशु मलिनता केबा भर्सना अमंगले तोते संपिला वाक्य बले अर्थी प्राणी को देबा कलु मागंते किय बा न देलु वृद्ध ब्राह्मण निरीमाखी स्त्री बालक गुरु दुखी
ରୋଗେ ପୀଡ଼ିତେ ଯେ ରୋଦନ୍ତି, ଯେ ଅବା ଶରଣ ପଶନ୍ତି। ଏହାକୁ ଦୟାବାନ କଲୁ, ତେଣୁ ତୁ ଅଶୁଭ ଦିଶିଲୁ। ଅଗମ୍ୟା କଲୁ ବାଗମନ, କିବା ହରିଲୁ ସ୍ତ୍ରୀ ଜନ। ମାର୍ଗେ ଆସନ୍ତେ ତୁ ଚଞ୍ଚଳେ, କିବା ଜିଣିଲା ତୋତେ ବଳେ। ବାଳକ ବୃଦ୍ଧ ନ ଭୁଞ୍ଜାଇ, ଅଗ୍ରେ ଭୁଞ୍ଜିଲୁ ଅବା ତୁହି। କିବା ନିନ୍ଦିତ କର୍ମ କଲୁ, ତେଣୁ ତୁ ଏମନ୍ତ ଦିଶିଲୁ। କିବା ତୋ ଜୀବନ ଠାକୁର, ଗୋବିନ୍ଦ ହୋଇଲେ ଅନ୍ତର। ତାହା ବିହୀନେ ଶୂନ୍ୟ ତୁହି, ଏମନ୍ତ ପ୍ରାୟ ମଣଇ। ତୋ ମନେ ଦୁଃଖ ଏହା ବିନେ, କେବେ ନ ଘଟେ ମୁଁ ମଣି। ହରିଚରିତ ସୁଧାବାଣୀ, ଶୁଣି ସଂସାରୁ ତର ପ୍ରାଣୀ। କହଇ ବିପ୍ର ଜଗନ୍ନାଥ, ପ୍ରଥମ ସ୍କନ୍ଧେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟା ସଂହିତାୟା ପ୍ରଥମ ସ୍କନ୍ଧେ ଯୁଧିଷ୍ଠିର ବିତର୍କ ନାମ ଚତୁର୍ଦଶ ଅଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।